ସଂଗ୍ରହ କରେ। ବହିରେ କ'ଣ ଲେଖା ହେଇଛି ମୁଁ ପଢ଼ିଲେ ଯାହା ଆପଣ ପଢ଼ିଲେ ସେଇଆ, ଏବେ ପଢ଼ିଲେ ଯାହା ବର୍ଷକ ପରେ ପଢ଼ିଲେ ବି ସେଇଆ। ତେଣୁ ଇଏ ହେଉଛି ଆମ କ'ଣ ହେଲା ଆମ ଆମର ବନମାଳୁ ଭାଗବତ ଆସିଛନ୍ତି ଶୁଣିବା ପାଇଁ ଆସିଛନ୍ତି। ସେ ଲେଟ୍ ହେଲା ଆସିବାରେ 60 କିଲୋମିଟର ନା ଲେଟ୍ ହେଲା ଆଉ ଟିକେ ପଳେଇଲେ ସେ ସତ୍ସଙ୍ଗ ଶୁଣିବା ପାଇଁ ବାବାଙ୍କୁ ଦର୍ଶନ କରିବା ବହୁତ ବାଟ ଆସିଛନ୍ତି। ପୁରା ଆସୁଛନ୍ତି ବହୁତ ମାନେ 60 କିଲୋମିଟର ଆସିଛନ୍ତି। ସେଇଠି ମୋ ମନ ଭିତରେ ଆସିଲା ମା ବଡ଼ କି ବାପା ବଡ଼, ଏ ଯୋଉ ମଝିରେ ମଝିରେ ଗୋଟେ ଗୋଟେ କଥା ସବୁ ପିଲାମାନେ ଡିବେଟ୍ କରନ୍ତି, ଏ ଦୁନିଆରେ କିଏ ପ୍ରକୃତରେ ବଡ଼, ମା ବଡ଼ କି ବାପା? କଉ କଉ କିଏ କହନ୍ତି ବାପା ବଡ଼, କିଏ କହନ୍ତି ମା ବଡ଼, ଏମିତି ଗୋଟେ କଳି କଜିଆ ବି ଲାଗେ। କିନ୍ତୁ ପ୍ରକୃତରେ ମା ବଡ଼ ବାପା ବଡ଼ ଇଏ କଜିଆ ଭିତରେ ଭଗବାନଙ୍କର କୃପା କିଛି ନାହିଁ। ତୁମେ ତୁମର ମାଙ୍କୁ ବାପାଙ୍କୁ ପୂଜା କରୁଛ, ତାଙ୍କୁ ଯତ୍ନ କରୁଛ, ସିଏ କଥାକୁ ସେ ପରମ ପ୍ରେମମୟ ପ୍ରଭୁ ଗ୍ରହଣ କରୁଛନ୍ତି ଏବଂ ତମକୁ ସେ ଯାହା ଦବା କଥା ଦବ। ତମେ ମାଗିଲେ ଦେବେ, ନ ମାଗିଲେ ବି ଦେବେ। ତେଣୁ ମା ଅପେକ୍ଷା କରିକିରି ଯେମିତି ଅପେକ୍ଷା କରେ, ବାପା ମଧ୍ୟ ସେଇଭଳି ଅପେକ୍ଷା କରେ। ମା କହିଲେ ମାଟି, ମାଟି ମା। ବାପା କହିଲେ ପବନ ଆଉ ପାଣି, ବା ଆଉ ପା। ଏହାଙ୍କ ଠାରୁ ଆଉ କିଏ ବଡ଼ ଅଛି? ଆପଣଙ୍କ ବୟସ କେତେ ହେଲାଣି? ଆପଣ ତାଙ୍କୁ କେତେ ଦିନ ହେଲା ଖୋଜିଲେଣି? ଆଉ ଯେତିକି ଦିନ ରହିଲା ତାକୁ ମଧ୍ୟ ଖୋଜିବେ। ଏମିତି ଖୋଜୁ ଖୋଜୁ ଦିନ ସରିଯିବ, ରାତି ପାଇଯିବ, କିଏ କୁଆଡ଼େ ଆମେ ଇଏ ଖୋଜା ଖୋଜିରେ ଆଉ ସମୟ ନ ଦେଇ କେବଳ ତାଙ୍କର ନାମକୁ ଯଦି ମନ ଭିତରେ ସ୍ମରଣ କରୁଥିବା, ଆମେ ଯେତେବେଳେ ଗଲେ ବି ଦୁଃଖ। ସେଥିପାଇଁ କୁହାଯାଇଛି ତୁମେବ ମାତା ପିତା। ମାତା କିଏ? ଧରିତ୍ରୀ। ବାପା କିଏ? ସୂର୍ଯ୍ୟ। ତେଣୁ ସଜ୍ଜନ ଇଏ ମାକୁ ସମ୍ମାନ ଦିଅ, ଇଏ କଥା ବଳିଆ ନୂଆକିରି କହୁନି। ଏଇଟା ଆମ ଧର୍ମରେ ପ୍ରତିଟି ଉପାଖ୍ୟାନରେ ଇଏ ଯୋଡ଼ିଏ କଥା ନିଶ୍ଚୟ। ଆମେ ଗୋଟିଏ ଜୀବନ, ଏଇ ଜୀବନର କବଲା ବା ସତ୍ତ୍ୱ ଇଏ କାହା ପାଖରେ ଅଛି? ଆମେ ଗୋଟିଏ ଜୀବନ, ଆଖି କାନ ନାକ ଫାକ ଏସବୁ ରହିପାରୁଛୁ।
ଏ ଜୀବନର ସତ୍ୱାଧିକାରୀ କିଏ? ଇଏ ଜୀବନର ସତ୍ୱାଧିକାରୀ ହେଉଛନ୍ତି ପିତାମାତା। ଯେମିତି ବାପ ମାଙ୍କର ସମ୍ପତ୍ତିକି ନେଇ ପିଲାମାନେ ଯଦି ଝଗଡ଼ା ଝାଟି କରନ୍ତି, ମାଲି ମୋକଦ୍ଦମା କରନ୍ତି, ସେତେବେଳେ ସେଇ ବାପା ସେଇ ମାଆକୁ ଖୋଜାଯାଏ, କିଏ ତୁମର ବାପା, କିଏ ତୁମର ମା। ତାକୁ ଯିଏ ଖୋଜେ ସିଏ କିଏ? ସିଏ ହେଉଛନ୍ତି ଗୁରୁ। এই বর্তমান ଯେଉଁ ପିଲାମାନେ ବୋଲୁଥିଲେ, ଏ ଲେଖାଟି ହେଉଛି ମୋ ବୋଉଙ୍କର ଗୁରୁ। ସିଏ ଏ ଲେଖାଟି ଲେଖିଥିଲେ। ପିଲାଦିନେ ସେ ଯେତେବେଳେ ଅତି ପିଲା ଥିଲି, ପିଲାଦିନେ ସେ ଭଜନକୁ ମୁଁ ଶିଖିଥିଲି। ଏବେ ତାକୁ ଟିକେ ଟିକେ ବୋଲୁଛି। ଜୟଣାକାର ଗୁରୁ ହୋ ମୋ ଅଖଣ୍ଡ ମଣ୍ଡଳେ ବ୍ୟାପିତ ଜୟା ଜୟ ହୋ ବ୍ରହ୍ମ ଆକାର ମୂରତି ହରିଣ ଭକ୍ତ ଉଦ୍ଧାରିଣୀୟ ଶିଷ୍ୟ କରି ଭକ୍ତ ବୃନ୍ଦଙ୍କୁ ପରାମୁକ୍ତି କର। ଦୁନିଆରେ ଯେତେ ମନ୍ତ୍ର ଅଛି ସବୁ ମନ୍ତ୍ର ଆମେ ପଢ଼ିପାରିବୁନି କି ଶିଖିପାରିବୁନି। ସେ ବହି ତ କୋଉଠୁ ପାଇବୁ? ଆଉ ଯଦି ପାଇଲୁ ତାକୁ କେତେ ଦିନ ଧରି ମୁଖସ୍ଥ କରିବୁ? ଯଦି ମୁଖସ୍ଥ ଆମେ କିଛି ଅବସରରେ କଲୁ, ତାକୁ ବ୍ୟବହାର କରିବାକୁ ଯାଇ ଆମର ଚାଷ ବାସ ବେପାର ବଣିଜ ସବୁ ଏ ପରିବାର ଚଳିବ। ଯେତେବେଳେ ଆପଣ ଦେଖିବେ ମାନେ ଉପାଖ୍ୟାନ, ଏସବୁ ଭାଗବତର ଉପାଖ୍ୟାନ ଯେତେବେଳେ ଆପଣ ଦେଖିବେ, ଗଜ ଗଜ କହିଲେ ହାତୀ। ଗୋଟେ ହାତୀ ପାଣି ଭିତରେ ପଶିଛି, ଗଣ୍ଡୁକି ନଦୀ। ये गंडुकी नदी रे हाथी पशिଛି, ता गोरु को नकर कहले कुम्भीर, से गोरु को धर। हाथी भावुची कि मु जीवन रे मु केबे आउ बंची पारि। सी तार माने ऊपर को मुह टेकिकी गोटे पद्म फूल से से मुहरे धरी से ऊपर को अनेक रहा। समस्त कहले से गोटे ऊपर को अनेक रही ये कष्ट पाऊँ से बोधे जितेबाला सी डाकी मान प्रकृत स्मरण कला यहाँ केते मिनिट हम मिनिटे 2 मिनिट घरे से डाकटा से स्मरणटा
ଭଗବାନ ଯାହାକୁ ଆମେ କହୁଛୁ ବିରାଟ, ଆମେ ରଥଯାତ୍ରା ଦେଖିବୁ, ଆମେ ରଥଯାତ୍ରା ବହୁତ ଦେଖିଛୁ। ଏ ବର୍ଷ ମୁଁ ଏଇ 2-3 ବର୍ଷ ହେଲା ମୁଁ ରଥଯାତ୍ରା ଭିତରକୁ ପଶିପାରେ, କିନ୍ତୁ ବେଳେ ବେଳେ ମୁଁ ଭାବେ ଲକ୍ଷ ଲକ୍ଷ ଲୋକ ପୁଣି ଆହୁରି କିଏ ଟିଭି ପାଖରେ ସବୁ ଦେଖୁଛନ୍ତି, ଆହୁରି କିଏ ଗାଁ ଗହଳିରେ ରଥ ଟାଣୁଛନ୍ତି, ଇଏ କୋଟି କୋଟି ଲୋକ ୟାକୁ ଦେଖୁଛନ୍ତି, ସମସ୍ତେ ତ ପାଟି ପାଖୁ ପାଖୁ କରୁଛନ୍ତି। ତାମାନେ ସମସ୍ତଙ୍କ ମନରେ କିଛି ଦୁଃଖ ଅଛି, ସେ ସେଇଟାକୁ ଜଣାଉଛନ୍ତି। ଇଏ ସିନା ଜଣାଉଛନ୍ତି, ଆମେ ଯାହାକୁ ଜଗନ୍ନାଥ ବୋଲି କହୁଛୁ ସିଏ କ'ଣ ସେ ଡାକକୁ ଶୁଣୁଛନ୍ତି? ଯଦି ଶୁଣୁଥିବେ ତ କିଛି ଉତ୍ତର ଦେଉନାହାନ୍ତି। ମୁଁ ଭାବେ ଏସବୁ ଗୋଟେ ସୃଷ୍ଟି କରାହେଇଛି। ଠାକୁରଙ୍କର ଘର ହେଉଛି ହୃଦୟ, ଏଇ ହୃଦୟ ଭିତରେ ସେ ଅଛନ୍ତି। ସୂର୍ଯ୍ୟ ରୂପରେ ଅଛନ୍ତି, ଅଗ୍ନି ରୂପରେ ଅଛନ୍ତି, ପାଣି ରୂପରେ ଅଛନ୍ତି, ପୁଣି ହୃଦୟ ରୂପରେ ଅଛନ୍ତି। ଏତିକ ପରେ ସେ ଅତିଥି ରୂପରେ ଅଛନ୍ତି। ଯେମିତି ଆମେ ଯାହାକୁ ଡାକିଥିଲୁ ସେଥିରୁ କିଛି ଲୋକ ହୁଏତ ଆସିନଥିବେ, ବର୍ଷା ହେଉଛି କ'ଣ ହେଉଛି ଯିବା କ'ଣ, ଆମେ ଯାହାକୁ ଡାକି ନେଉ ସେ ଆସି ପହଞ୍ଚିଲେ। ଜଣେ ସନ୍ଥ ମହାତ୍ମା, ଏ ହେଉଛନ୍ତି ପ୍ରକୃତ ଅତିଥି। ଏଇ ଅତିଥି ମାନଙ୍କୁ ଯଦି ସେବା ଦିଆନଯାଏ, ସେ ଯଦି ଫେରିଯାଆନ୍ତି, ତାକୁ ଆମର ପୂର୍ବାଚାର୍ଯ୍ୟ ମାନେ ଲେଖିଛନ୍ତି ଅତିଥି ଯସ୍ୟ ଭଗ୍ନାତ୍ ପୁନର୍ମାଦାୟ। ଅତିଥି ସବୁଯାକ ପୁଣ୍ୟ ନେଇକି ତମର ପଳେଇବ, ତମେ ଖାଲି ତା ପାପ ଯାକ ତମକୁ ଲାଗିବ। ତେଣୁ ସୂର୍ଯ୍ୟ, ଅଗ୍ନି, ଜଳ, ଅତିଥି, ତାପରେ କହିଲେ ଅଥବା ହୃଦୟ କମଳେ। ଏଇ ଯୋଉ ହୃଦୟଟି ଆପଣ ଦେଖୁଛନ୍ତି, ସମଟାକୁ ଢାଙ୍କିଛି। ଯେଉଁମାନେ ଡାକ୍ତରୀ ପଢୁଛନ୍ତି ସେ ଯୋଉ କାଟି କୁଟିକି କ'ଣ ଦେଖୁଛନ୍ତି, 4ଟା କୋଠରୀ ତା ଭିତରେ ଦେଖୁଛନ୍ତି। ଏଇ ହୃଦୟ ଭିତରେ 4ଟା କୋଠରୀ ଅଛି। ଗୋଟେ ରକ୍ତ ଜମା ହେଉଛି, ଆଉ ଗୋଟେ ଜାଗାରେ ରକ୍ତ ପରିଷ୍କାର ହେବା ପାଇଁ ଆଉ ଗୋଟେ ଜାଗାକୁ ଯାଉଛି। ଇଏ ତାଙ୍କ କ୍ରିୟା ସିଏ କରୁଛନ୍ତି, ଆଉ ତାଙ୍କୁ କିଏ କହୁନି ଏମିତି କର, ସେଟା ଆପେ ଆପେ ଚାଲିଛି। ତେବେ ଆଧ୍ୟାତ୍ମିକ ବ୍ୟକ୍ତିମାନେ କହିଲେ ସେ 4ଟି କୋଠରୀ ନୁହଁ, ପ୍ରତ୍ୟେକ ମଣିଷ ପାଇଁ 4ଟି ଅତ୍ୟାବଶ୍ୟକ ଦ୍ରବ୍ୟ। ଅତ୍ୟାବଶ୍ୟକ କ'ଣ? 1ରେ ଧର୍ମ, 2ରେ ଅର୍ଥ, 3ରେ କାମ, 4ରେ ମୋକ୍ଷ। ତମେ ଦୁନିଆକୁ ଆସିଛ, ମୁଁ ବି ଆଇଛି, ଆପଣ ଆଇଲେ। ଆମେ କ'ଣ ପାଇଁ ଆଇଛେ? ଆମେ ଗୋଟେ ମାର ଗର୍ଭ ସ୍ୱରୂପ ଗୋଟେ ଥଳି ଭିତରୁ ଆଇଛି। ତାହେଲେ ସେଟା ସିଏ ହେଉଛି କ'ଣ? ସିଏ ହେଉଛି ଧର୍ମର ପ୍ରଥମ ରୂପ। ସେଥିପାଇଁ ମାଆକୁ ଗୁରୁତ୍ୱ ଦିଆଯାଏ। ଯେତେବେଳେ ଆମେ
ମର୍ତ୍ତ୍ୟରେ ପଇଲୁ ଆମର କ'ଣ ଦରକାର? ଆମର ଯାହା ଦରକାର ଥିଲା, ଯେଉଁଟାକୁ ଆମେ ଖାଇଲେ ହଜମ ହେବ, ଆମର ଦେହ ଭଲ ରହିବ, ସେଇ ଖାଦ୍ୟଟି ମାର ସ୍ତନ ଯୁଗରେ କିଏ ରଖିଦେଲା? ବାପା ରଖିଥିଲେ ନା ଭାଇ ରଖିଥିଲେ ନା ବାପାର ବାପା ରଖିଥିଲେ ନା କିଏ ରଖିଥିଲେ? ତେଣୁ ଯିଏ ରଖିଥିଲେ ସିଏ ହେଉଛନ୍ତି ଧର୍ମର ଦ୍ୱିତୀୟ ପାଦ। ତାପରେ ତମେ ଜନ୍ମ ହେଇ ପଡ଼ିଲ, ମାନେ ଆସ୍ତେ ଆସ୍ତେ ଚଲାଚଲି ବୁଲାବୁଲି ଖେଳ ସବୁ ଚାଲିଲା। ତାକୁ କିଏ ଖେଳେଇଲା? ସେ ଶକ୍ତି ଜଣେ ଚିଟି ହେଇକିରି ପଇଲା, ସିଏ ପୁଣି ପେଟେଇଲା, ତାପରେ ଆଣ୍ଠେଇଲା, ତାପରେ ଠୁକୁ ଠୁକୁ ହେଇ ଚାଲିଲା। ଇଏ ସବୁ କଥା କରୁଛି କିଏ? କେଉଁ ସ୍କୁଲର ମାଷ୍ଟର ତାଙ୍କୁ ଆସି କ'ଣ ଟ୍ରେନିଂ ଦେଉଛି? ଆମର ଭାରତ ହଉ, ଓଡ଼ିଶା ହଉ, ବା ଆମର ଏଇ ଅଞ୍ଚଳ କମି ସ୍କୁଲ ଅଛି, ସେଇଟା କ'ଣ ଅମୁକ ସ୍କୁଲ, ସେଇଟା ସବୁ ଯେଉଁ ସ୍କୁଲ ନାଁ ସବୁ ହେଇଗଲାଣି, ଆମ ପାର୍ଟିରେ ବି ସେଇଟା ପସନ୍ଦ। ତେବେ କେଉଁ ସ୍କୁଲର ଶିକ୍ଷକ ତାଙ୍କୁ ଆଣିକିରି ସବୁ ଶିକ୍ଷା ଦେଲେ? ଏମିତି ସେମିତି କେହି କିଛି ଶିକ୍ଷା ଦେଇନାହାନ୍ତି। ଶିକ୍ଷା ତା ମାତୃ ଗର୍ଭରୁ ଆସେ। ତୁ ବର୍ତ୍ତମାନ ଗୋଡ଼ ବାଡ଼େଇକିରି କାନ୍ଦେ, ମା ତୋର ଦୌଡ଼ିକିରି ଆସିବ, ତୋତେ କ୍ଷୀର ଦେବ। ତୁ ବର୍ତ୍ତମାନ ଅଝଟ କରି ସେ ଲଣ୍ଠନକୁ ଭାଙ୍ଗେ, ମା ତୋର ଆସିବ, ତାକୁ ସେ ଯତ୍ନରେ ରଖିବ। ଏଇଭଳି ଶୂନ୍ୟ ପ୍ରେରଣା ଯେତେବେଳେ ସେ ପାଉଛି, ସେ ସେଇଆ କରୁଛି। ତେଣୁ ସେଇଠି କ'ଣ? ଧର୍ମ, ଅର୍ଥ, କାମ, ସେ ହେଉଛି ପ୍ରକୃତରେ କର୍ମ। ବଞ୍ଚିବୁ, ବଢ଼ିବୁ, ସେବା କରିବୁ, ତାପରେ ଯାଇ ଆମେ ମରିବୁ। ଆମେ ଯଦି କୁହ ନା ଆମେ ମରିବୁ, ତମେ କିଏ? ତମ ଘର କୋଉଠି? ତୁମେ କଟକ ହାଇକୋର୍ଟ ପାଖରେ ଅଛ ବୋଲି କ'ଣ ତମେ ମରିବନି? ମୁଁ କଟକ ଜିଲ୍ଲାରେ ଜନ୍ମ ହେଇଥିବି ବୋଲି କ'ଣ ମୁଁ ମରିବିନି? ଯାହା ସତ୍ୟ ତାହା ହିଁ ଘଟିବ। ତୁମେ ଉପେକ୍ଷା କରିଲେ କେବଳ ଅଭିଶପ୍ତ ହେଉଛ। ଏଠି ଆପଣମାନେ ଏଠି କ'ଣ କରୁଛନ୍ତି? ଜଣେ ବ୍ୟକ୍ତି, ସିଏ ସେଇ ବ୍ୟକ୍ତି 20 ବର୍ଷ ତଳେ ବି ସେଇ ବ୍ୟକ୍ତି ଥିଲେ, ସିଏ ବର୍ତ୍ତମାନ ସେଇ ବ୍ୟକ୍ତି ଅଛନ୍ତି। ଟିକେ ଗୁରୁଙ୍କ ଆଡ଼କୁ ବା ଶାସ୍ତ୍ର ଆଡ଼କୁ ମନ ଟିକେ ଢଳିଲା, ତେଣୁ ସେ ଭକ୍ତ ହେଇଗଲା। ଏଠି ସେ କ'ଣ କରୁଛନ୍ତି? ଏଇ ଯେଉଁ ଆମ ଭିତରେ ଯେଉଁ ଆମେ ସମସ୍ତେ, ମୁଁ ବି ଆପଣମାନଙ୍କ ସହିତ, ଆମେ ଏଇଠି ଯେଉଁ ବହିଛେ, ସମସ୍ତେ ସମସ୍ତଙ୍କୁ ଚାହିଁଛେ, ଏଇ ଯେଉଁ ଆନନ୍ଦଟା ଏଠି ଖେଳୁଛି, ଏଇ ହେଉଛି ଅସଲ ଧର୍ମ। ସେଥିପାଇଁ ଆମ ପିଲାମାନେ ଆଗରୁ ବୋଲୁଥିଲେ, ଏବେ ବି ବୋଲିଲେ ଭଲ ହୁଅନ୍ତା, କିନ୍ତୁ ତାଙ୍କୁ ଭଲ ହବ ବୋଲି କହିବ କି? ये स्कूल जदि गोटाए प्रार्थना से स्कूल आ गोटे प्रार्थना मुझे अमुक बाबा को आश्रम को गली संध्या बेले पहुँचली सेठी से माने भी हाथ में मारिकी सी गोटे प्रार्थना करुँच आउ गोटे मठू गला से भी आउ गोटे प्रार्थना कर
লক্ষ লক্ষ প্রার্থনা, লক্ষ লক্ষ ଫଟୋ ତିଆରି କରି ତାକୁ ଘରେ ରଖି ବହୁତ ପୂଜା କରନ୍ତି। କୋଉ ଫଟୋ ତମକୁ କୋଉ ଦିନ ତା କି ବା କହିଛି? କାହିଁକି ସେଥିପାଇଁ ଏତେ ଫୁଲ ଏତେ ତୁଳସୀ କାହିଁକି ଛିଣ୍ଡଉଛ? ତେଣୁ ଗୀତାରେ କହିଲେ ପତ୍ରଂ ପୁଷ୍ପଂ ଫଲଂ ତୋୟଂ, এই ଚାରିଟା ଦିନ। ଯଦି ତୁଳସୀ ଗଛ ଘରେ ନାହିଁ, ପତ୍ରଂ ହାତ ଯୋଡ଼ି ଦିଅ, କରପତ୍ର, ଆଖି ବୁଜି ଦିଅ, ଫୁଲ ଫୁଟିଲା, ତମେ ଆମେ ଜାଣିପାରିଲେ କିନ୍ତୁ ଫୁଲ ଫୁଟିଲାଣି। ଆମର ସବୁ ଯାହା ଅଛନ୍ତି, ଯିଏ ଅଛନ୍ତି, ସେ ଗରା ମାଠିଆ ବାଲ୍ଟି ଠାରୁ ଆରମ୍ଭ କରି ପୁଅ ଝିଅ ନାତି ନାତୁଣୀ ଶଳା ଶାଢ଼ୀ ଛଡ଼ୁ ସଦୁର ଯେତେ ଅଛନ୍ତି, ଇଏ ସମସ୍ତେ ଗୋଟିଏ ଗୋଟିଏ ଫଳ। ଇଏ ଫଳକୁ ତାଙ୍କୁ ଅର୍ପଣ କର, ସେ ସମସ୍ତଙ୍କୁ ସଦବୁଦ୍ଧି ଦେବେ। ତାପରେ ତୋୟଂ କହିଲେ ଜଳ, ତ ବହୁତ ଜଳ ଅଛି, ସିଏ ଜଳରେ ଠାକୁର ଜମା ଗାଧଉନାହାନ୍ତି, ଜମା ସେ ଜଳକୁ ଅନଉନାହାନ୍ତି। ଏଇ ତାଳଦଣ୍ଡା କେନାଲକୁ ମୁଁ ବହୁତ ଦେଖିଛି, ତାକୁ ଦେଖିଲେ ମୁଁ ଆଡ଼କୁ ମୁହଁ ବୁଲାଏ। ଏବେ ଟିକେ ଭଲ ହେଇଯାଏ। ତେବେ ସେ ଯାହା ହଉ, ତୋୟଂ ଜଳକୁ ବିଶୋଧନ କର, ତାକୁ ନିଆଁରେ ବସେଇକିରି ତାକୁ ଟିକେ ତାକୁ କହନ୍ତି ଫୁଟାଅ, ମାନେ ପାଣିଟା ଫୁଟିବ ଯେ, ତାପରେ ତାକୁ ଥଣ୍ଡା କରିବ, ଛାଣିବ, ସେଇ ପାଣିରେ ଠାକୁରଙ୍କୁ ପୂଜା କରିବ। ସେଇ ପାଣିରେ ଆମକୁ ସବୁ ଏ ଯୋଉ କ'ଣ ଦିଅନ୍ତି ଚରଣାମୃତ, ଚରଣ କୋଉଠି, ତମ ଅମୃତ କୋଉଠି, ତମେ ଦେଖ ଲୋଟା ଭିତରୁ ସେ ପାଣି ନେଇ ଆସି ଚରଣାମୃତ। କେବଳ ଅନ୍ଧବିଶ୍ୱାସକୁ ତୁମେ ପ୍ରତିଷ୍ଠା କରିବାକୁ ଚାହୁଁଛ। ଯଦି ତମ ପାଖରେ କୌଣସି ଜଳ ନାହିଁ, ଇଏ ଆଖିରେ ଗୋଟେ ଜଳ ଅଛି, ଯାହାକୁ କୁହାଯାଏ ପ୍ରେମାସୁ। ମହାପ୍ରଭୁ ଚୈତନ୍ୟ ସୁଦୂର ନବଦ୍ୱୀପରୁ କାନ୍ଦି କାନ୍ଦି ଆସିଥିଲେ ପୁରୀ ଶ୍ରୀକ୍ଷେତ୍ର। ତେଣୁ ନୟନ ବନ ହରେ ଶ୍ରୀବନ ମାଳି ନୟନ ବନ କହିଲେ ଲୁହ। ନୟନ ବନରେ ଶ୍ରୀ ବନମାଳୀ, ଇଏ ଜଗତରେ ଯିଏ ସବୁଠାରୁ ଶ୍ରେଷ୍ଠ, ସବୁଠାରୁ ସୁନ୍ଦର, ତାଙ୍କୁ ଏ ଫୁଲଟା ଦିଅ। ନୟନ ବନରେ ଶ୍ରୀ ବନମାଳୀଙ୍କୁ ବନମାଳେ ଦିଅ କରାଏ। 10-12ଟା ଫୁଲ ହେଲେ କ'ଣ ଗୋଟେ ମାଳ ହବନି? ଆଉ ଚୌଧୁରୀ ବଜାର ଯିବ, ଗୋଟେ ରଜନୀଗନ୍ଧା ଫୁଲ ଆଣିବ, ସିଏ ଯୋଉ ବାସି ହେଇଯାଇଥିବ, ହଁ
ତାକୁ ସବୁ ବେକାରେ ପକାଇଦେବେ। ତମେ ଆପଣମାନେ ବେକାରେ ପକାଇ ଘରକୁ ଯିବେ, ଆମେ ତାକୁ ନେଇକି ଜାମା କାଢ଼ି ଇଏ ପିଲା ନିଅରେ ତାକୁ ସାବୁନରେ ସଫା କର। ଇଏ କି ଫୁଲ? ଫୁଲ ଚନ୍ଦନ ରେ ପୂଜିଲେ ପ୍ରକୃତରେ କ'ଣ ସେ ଆମରି ଫୁଲ ଚନ୍ଦନରେ ଖୁସି ହେଇଯାଆନ୍ତି। ଗୋଟେ କଥା, ଗୋଟେ ଜୀବନ୍ତ କଥା କହିଲେ ଏତେ ଭଲ ଲାଗିବ। ମୁଁ ଯାଉଥାଏ ଆମ୍ବାଗୁଡ଼ା, ରାୟଗଡ଼ା ପାଖରେ, ରାୟଗଡ଼ା ନା ରାୟଗଡ଼ା ପାଖରେ ମୁଁ ପୁରା ଅସୁସ୍ଥ ହେଇପାରିବି। ଗୋଟେ ହୋଟେଲ ଏଇଠି ରହିଯିବା, ଶୋଇଯିବା, କାଲି ସକାଳୁ ଯିବା। ସେଇଆ ହେଲା। ମୁଁ ଶୋଇଗଲି। କଥା ଟିକେ ଏପଟ ସେପଟ ହେଇଯାଉଛି। ମୁଁ ଶୋଇବା ପୂର୍ବରୁ ପ୍ରଥମେ ଯାଇ ସେ ନଈରେ ଟିକେ ଗାଧେଇଲି। ସେ ଯେଉଁ ବଣ ଫୁଲ ଗୁଡ଼ାକ ସବୁ ଫୁଟିଥାଏ, ଭାରି ସୁନ୍ଦରିଆ ଦେଖାଯାଏ, କିନ୍ତୁ ତାକୁ କେହି ନିଅନ୍ତି ନା, ଦିଅନ୍ତି। ମୁଁ ସେଇଥିରୁ ଦି ଚାରିଟା ଖଣ୍ଡେ ତୋଳି ମୁଁ ମୋର ସେବା ଗୋପାଳଙ୍କୁ, ଯେଉଁ ଗୋପାଳ ମୋ ପାଖରେ ସବୁବେଳେ ଅଛନ୍ତି ବା ମୁଁ ତାଙ୍କୁ ନେଇକିରି ବୁଲି, ସେଇ ଗୋପାଳଙ୍କୁ ସେଇ ଫୁଲ ଦେଲି। ଫୁଲ ଦେଲି ତ ଆଉ। ମୁଁ କହିଲି, ଗୋପାଳ, ସିଏ ଫୁଲକୁ ତମେ ଫୁଟେଇଛ, ଏ ଫୁଲକୁ ତମେ ବୁଲେଇଛ, ଇଏ ଫୁଲକୁ କିଏ ଫୁଟେଇଛି? ଇଏ ଫୁଲଟାକୁ କାହିଁକି ହତଭାଗା କରିଛ? ଦୁର୍ଭାଗ୍ୟ ତାର କ'ଣ ଏପର୍ଯ୍ୟନ୍ତ ମେଣ୍ଟୁନି? ଖାଲି ବଗିଚାର ଫୁଲମାଳ ଆପଣ ପିନ୍ଧିବେ, ଆଜି ବଣ ଫୁଲ ପିନ୍ଧିଲେ ତାଙ୍କୁ ପିନ୍ଧିଲେ କ'ଣ? ଆମେ ତ ପିନ୍ଧେଇ ଦେଲୁ। ରାୟଗଡ଼ାର ଗୋଟେ ହୋଟେଲରେ ମୁଁ ଶୋଇଛି। ସେ ହୋଟେଲ ନାଁ ଆଉ ମନେ। ଠିକ୍ ରାତି ବ୍ରାହ୍ମ ମୁହୂର୍ତ୍ତରେ ଗୋଟିଏ ଛୋଟିଆ ପିଲା, ବୟସ ତାକୁ 5-7 ବର୍ଷ, ସେଇ ଫୁଲର ସେ ଏଇଟାକୁ କ'ଣ ଚୂଳ ଇଏ ଚୂଳ ବାନ୍ଧି ଫୁଲଟି ହାତରେ ଧରିଛି, ଚୂଳଟି ବନ୍ଧା ହେଇଛି। ସିଏ ମୋ ଆଗରେ ନାଚୁଛି, ମୁଁ ବି ତା ସାଙ୍ଗେ ନାଚିଲି। ଏଇ ନାଚିବା ଭିତରେ ନିଦ ଭାଙ୍ଗିଲା। ଉଠିକିରି ବସିଲି। ଇଏ ଫୁଲ କିଏ? ସେ ପିଲାଟି କିଏ? ମୁଁ କିଏ? କିଏ କାହାକୁ କ'ଣ ଦେଲା? ତେଣୁ ସେଇଠୁ ମୁଁ ଅନୁଭବ କଲି ରୁଚିଟା ଆମ ପାଖରେ ଅଛି। ଯେହେତୁ ସେ ରୁଚିଟା ଆମ ପାଖରେ ଅଛି, ସେ ପୁଣି ଅହଙ୍କାର ରୂପ ନେଇ ଅଛି। ମୁଁ ଗୋଟେ ଅମୁକ ଲୋକ ବୋଲି ଗୋପାଳଙ୍କୁ ନିଅ, ସେ ନଈରେ ଆଉ ଟିକେ ସ୍ନାନ କରେଇ ଦିଅ, ଆଉ କେତୋଟି ଫୁଲ ନେଇ ଆସ। ଗୁଡ଼ାକ ଭାବୁଛ ସେଥିରେ ସେ ଖୁସି ନୁହନ୍ତି କି ଦୁଃଖୀ। କେବଳ ସେ ଖୁସି ଶ୍ରଦ୍ଧାରେ, ଭଲ ପାଇବାରେ। ଭାଗବତରେ ସେ ସେଇଥିପାଇଁ କହିଲେ, ମୋ ନାମ ଶ୍ରବଣ କୀର୍ତ୍ତନେ ଶ୍ରଦ୍ଧା ଉପୁଜେ ଯାର। ତାପରେ ଅନ୍ତରେ ଯାର ସଦା ନାହିଁ, ଭଜି ଭଜିକିରି ପାଇବ କାହିଁ? ତାପରେ କହିଲେ, ଯାର ଯେମନ୍ତ ଭାବରେ କି ନାବ ମୁଁ ଦିଅ।
ଏଇ ଯେଉଁ ମହାନ ଶାସ୍ତ୍ର ସବୁ ଆମ ପାଖରେ ଅଛି ଟିକେ ଟିକେ ପଢ଼ୁଥିବେ, ବେଳେବେଳେ ଟିକେ ଟିକେ ଦେଖୁଥିବେ, ପୃଷ୍ଠାଏ ହଉ। ତେଣୁ ସଜ୍ଜନ ଗୋପାଳ ଆସିଲେ ଆମେ ଆସିଲୁ, ଏଇ କଥାରେ ଯେଉଁ ଆନନ୍ଦ ସୃଷ୍ଟି ହେଲା ମୁଁ ସେଇଟାକୁ ବର୍ଣ୍ଣନା କରିପାରିବିନି। ଆନନ୍ଦ ଉପରେ ବର୍ଣ୍ଣନା କରିବି, ରସଗୋଲାଟାକୁ ବର୍ଣ୍ଣନା କରିବି, କିନ୍ତୁ ଆନନ୍ଦକୁ ପାଇଁ ବର୍ଣ୍ଣନା କରିବି। ଏଇ ପ୍ରାର୍ଥନାଟି ଗାଉଥିଲି, ହେ ଆନନ୍ଦମୟ ଭଗବାନ ପୁଣି କିଏ, ତାଙ୍କ ଘର କୋଉଠି? ମୁଁ ତାଙ୍କୁ ପଚାରିଲି, ସେ ପଚାରିଲେ ଉତ୍ତର କ'ଣ ମୁଁ କହିପାରିବିନି, କିନ୍ତୁ ମୋର ମୁଁ ଗୋଟେ ମନେ ମନେ ସ୍ଥିର କରିଦେଇଛି ସେ ଭାବଟା ସେଇଟା ହେଲେ ହବ, ନହେଲେ ନାହିଁ। ଭ କହିଲେ ପୃଥିବୀ, ଏ ପୃଥିବୀ ହେଉଛି ଭଗବାନଙ୍କର ସର୍ବଶ୍ରେଷ୍ଠ ଅବତାର ପୃଥିବୀ। ଗ କହିଲେ ଗୁରୁ, ତାଙ୍କ ଭଳିଆ ତାଙ୍କୁ କାହା ସହିତ ମିଶେଇ ହବନି। ଗ କହିଲେ ଗୋବିନ୍ଦ, ଗୁରୁ ଗୋବିନ୍ଦେ ଦିଅ ମନ। ଆଉ ଥରେ କହୁଛି, ଗୁରୁ ଗୋବିନ୍ଦେ ଦିଅ ମନ, ଗମିବ ବୈକୁଣ୍ଠ ଭୁବନ। এই গ কহিলে গুরু, গ কহিলে গঙ্গা, গ কহিলে গোমাতা, গ কহিলে আম ইন্দ্রিয়। এইভাবে গরে কেতে কথা আছে। নদ নদী সমুদ্র পর্যন্ত পৃথিবী মধ্য ইয়ে সব গতিশীল, কেহি স্থির নাহান্তি, সমস্তে গতিশীল। ଇଏ ଗୋଟେ ଗଲା ଭ ଗ, ତାପରେ ଆସିଲା ବା। ସେ କିଏ? ପବନ। ଗୀତା କେମିତି କହୁଛନ୍ତି? ଟାଣେଇକିରି କହୁଛନ୍ତି। ଠାକୁର ଯେମିତି ଆଉ କିଛି ଉତ୍ତର ଦେଇପାରିବେ, ଠାକୁରଙ୍କ ପାଟି ବନ୍ଦ କରିଦେବେ। ମୁଁ ଯାହା କହୁଛି ଆପଣ ଶୁଣନ୍ତୁ, ଆପଣ ମୋତେ ବୁଝେଇ ସୁଝେଇକିରି କର୍ମସ୍ଥଳୀକି ଆଣିଲେ, ଆପଣଙ୍କ କାମ ସରିଗଲା। କିନ୍ତୁ ବର୍ତ୍ତମାନ ମୁଁ କହୁଛି ଯୁଦ୍ଧ କରିବିନି, ଆପଣ କହୁଛି ଯୁଦ୍ଧ କରିବେ। ଏଇ କଥାଟା ବର୍ତ୍ତମାନ ନିଶାପ। ମୁଁ କାହିଁକି କହୁଛି ସେଇଠି ସେ କହୁଛନ୍ତି ବାୟୁର୍ଜମଗ୍ନି ବରୁଣ ଶଶାଙ୍କ
तेणु आपण होउचंती वायु मोर निश्वास प्रश्वास आपण होउचंती अग्नि 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 दियासिली खोल कथा मु कहूँ से तो अग्नि अच्छी आम पेट भीतर गोटे अग्नि अच्छी जो आपण मैंने एते समय बसिले ये पेट भीतर अग्नि जो जलिब मुझे आउची बोली घर को पड़े आपन को भोक कर गीता कहते मुझे कहूँ मो द्वारा कि हबन मूर्ख भाया अहम वैश्वानरा प्राणिनां प्राणपान समायुक्त पचाम्यन्नं चतुर्विधम् मु तम पेट भीतर लिभर पाखरे रही तमें जो 4 प्रकार खाद्य खाऊच से खाद्य को मु हजम कर हजम करोची बोली सकाळू तम झाड़ा परिष्कार होउची पुणी भोक करुची पुणी आपण जड़िया तेणु तमे मते कौन चिन्हा नहीं ना चिन्ह नहीं जुआड़े मैंने सारे मारी गलनी जोड़ी माने धूली फुली गुड़ाक उड़ुथिव सेठी गोटाए दुकान कौन खोली सेठू आपण पुणी आणिक खाऊँ ये सब कौन कथा आमे जदि पाठ पढ़ी भूल करिबा आमे जदि सचेतन नागरिक हेई अचेतन हवा ये देश कौन यही सरकार रखिए मैंने मु निर्दिष्ट सरकार कथा कहूँ तेणु सचेतनता सबुठारु श्रेष्ठ आ माँ माने मध्य ये सचेतनता कथा उपरे गुरुत्व आरोप करेंगे हौ आमे कुआड़े पुणी आड़े साड़े पशिगले तापरे आसिला न आमे पढ़ुचु खूब जोर रे पढ़ु जागी उठ भग पाषाण देउरे रही पाषाण पाषाण देउरे रही पाषाण तुमे पशु थाओ भक्त मन कहले कौन से नटी कौन ध्यान कर नासाग्र को मन रखिए मु पाला गायक नुहे ये पाला गायक आई कि मु पाला गायक नुहे मु बाबू आमर बड़ पाखे कहूँ शिव बाबू
ଶିବଙ୍କ ସାଙ୍ଗରେ ମୁଁ କଣ୍ଡିସନ କରିନି ମୋତେ ଏତିକି 1000 ଟଙ୍କା ଦେଲେ ମୁଁ ଯିବିନି। ମୁଁ ଆଇଛି ଆପଣମାନଙ୍କ ଦର୍ଶନ। ଏଇ କେତୋଟି ରତ୍ନଙ୍କ ସହିତ ମୋର ଦେଖା ହେଇଗଲା, ଏତିକି ମୋର ଆନନ୍ଦ। ଏଇ ଯୋଉ ଆଗ ପ୍ରଥମ ନାସାଗ୍ରକୁ ଧ୍ୟାନ କରନ୍ତୁ, ଆଖି ମନ ସ୍ଥିର। ଇଏ ହେଲେ ଗୋଟିଏ ଆଉ ଗୋଟିଏ କ'ଣ? 9 ପ୍ରକାରର ଭକ୍ତିରୁ ଯୁଆଡ଼ୁ 2-3ଟା ଖଣ୍ଡେ କରେ। 9 ପ୍ରକାର ଭକ୍ତି କ'ଣ? ଭଲ କଥା ଶୁଣ, ଶ୍ରବଣ, ତାପରେ ଭଗବାନଙ୍କ ନାମ କୀର୍ତ୍ତନ କର, ପୂଜା କର, ବନ୍ଦନା ଗାଅ, କର୍ମ କର, ସମସ୍ତଙ୍କୁ ନେଇକିରି କାମ କର, ତାପରେ ଆତ୍ମସମର୍ପଣ କରି ରୁଟି ଖାଇକିରି ଶୋଇପଡ଼। ସବୁ କାମ ସଇଲା, ରୁଟି ତରକାରୀ ଟିକେ ଖାଇଦେଇକି ବାସ। ଇଏ ହଉଛି ନବଧା ଭକ୍ତି। ଆଉ ତ କେତେ କଥା ଅଛି। ତାପରେ ଆଉ ଗୋଟେ ଅଛି ନାମ ନାମକୁ କରିବୁ ଭଜନ ଗାଇବୁ ଜପଟି କରି ମନରେ ଅଜପା। କରିପାରିବୁ, ନାମ କରିପାରିବୁ, କାହିଁ କରୁନୁ? ତୁ ନାସାଗ୍ରକୁ ଧ୍ୟାନ କରି 5 ମିନିଟ ବସିପାରିବୁ, ମନ ସ୍ଥିର ହବ। এইভাবে ভাବରେ নবধা ভক্তিକୁ ଟିକେ ଭାବେ। ଏଠି ଆପଣମାନେ ବଇଛନ୍ତି, ଆମେ ପୁରା ଗୋଟାଏ ଭକ୍ତିରେ ଅଛେ, ଆମେ ଭଲ କଥା ଶୁଣୁଛେ, ମୁଁ ବି ଭଲ କଥା କହୁଛି, ମୁଁ କ'ଣ ମନ୍ଦ କଥା କହୁଛି? ମୁଁ ଯଦି ଭୁଲ ଲୋକଟା ହେଇଥିବି, କିନ୍ତୁ ମୋର ମାନେ ଶିଖି ସାକି କରେକ୍ସନ କରିକି ଆପଣମାନଙ୍କୁ କହୁଛି। ମୁଁ ଭଲ କଥା କହୁଛି, ମୁଁ ନୁହେଁ, ଏ ସେବକ ଆପଣମାନଙ୍କୁ କହୁଛି, ଆପଣମାନେ ମତେ କହୁଛନ୍ତି। ଶ୍ରବଣ କୀର୍ତ୍ତନ ବିଷ୍ଣୁ ସ୍ମରଣ ପାଦ ସେବନ, ଏଇଭଳି ଭାବରେ 9ଟା କଥା। ଆମେ କାହିଁକି ସମୟ ନେବା? ବାବୁମାନେ ଘରକୁ ଯିବେ, ଟିକେ କ'ଣ ଖାଇ ପିଇ ଶୋଇବେ। ତେଣୁ ସଜ୍ଜନ, ଇଏ ହଉଛି ନ କହିଲେ ଏତେ କଥା କରୁଛୁ, କିନ୍ତୁ ତୁ ଜାଣିନୁ ତୋ ପଛରେ ଗୋଟାଏ ବୁଲୁଛି। ତୁ ଜାଣିନୁ ତୋ ପଛରେ ସେ ବୁଲୁଛି। ଆମ ଭିତରେ ଅଛି ନବଦ୍ୱାରେ ପୁରଂ ଦେଇ ନୈବ କୁର୍ବନ୍ନକାର। ତେଣୁ ଇଏ ଯୋଉ ନବଦ୍ୱାର ମୁଖ ଆଖିଟାକୁ, ଏଇ ସବୁ ନବଦ୍ୱାର। ଆଉ ତାପରେ ଆଉ ଗୋଟେ ତୋ ପଛେ ପଛେ ବୋଲି ସିଏ ତତେ ଡାକୁଛି, କୁଆଡେ ଯାଉଛୁ? ଫେରିଆ,
ବାଟୋଇରେ ବେଗି କାମ ସାର, ଆଜିର କାମ ଆଜି କର, କାଲିକି ପେଣ୍ଡିଂ ରଖନା, ସବୁ କାମ ସାର। ତେଣୁ ଏଇ ହେଲା ଗୋଟେ ବଡ଼ ମତେ କାହିଁ ସେଟା ଲାଗେ। ତେଣୁ ଏ ନବଧା ଭକ୍ତିକୁ ଚିନ୍ତନ କରି ଗୋଟିଏ କଥା ମନେ ରଖିଥିବ, ସିଏ ନଅଟା ମୋ ପଛେ ପଛେ ଗୋଡ଼େଇଛି, ଯେ ତୁ କାହିଁକି ମୋ ପଛେ ପଛେ ଗୋଡ଼େଇଛି? ଓଇରି ତୋ କଳ ଏମିତି ସମୟ ଆସିବ, ତୁ ଡବଲ କୋଲପ ପକେଇକି ଶୁଅ, ଗେଟ୍ ଭଲ କରି ଚାବି ଦେ, ଟଙ୍କା ପଇସା ଗୁଡ଼ାକ ସବୁ ନେଇକି ବ୍ୟାଙ୍କରେ ରଖିଦେ, କିନ୍ତୁ ମୁଁ ତତେ ନେବି। ଇଏ ହଉଛି ମୋ ଜୀବନର ଲକ୍ଷ୍ୟ। ସେ କିଏ? କାଳ। ପୁରୁଛି କାଳ ସଞ୍ଚାଣ ମନେ ନାହିଁ। ଆମେ ସବୁ ଏଇଠି ବସିଛୁ, କିନ୍ତୁ ଆମେ ଜାଣିନାହୁଁ ଆମ ଅଦୃଶ୍ୟରେ କାଳ ବୁଲୁଛି। ସିଏ ଆମକୁ ସବୁବେଳେ ଡାକିକିରି କହୁଛି ସାବଧାନ। ହାଟରେ ପାଞ୍ଚ ପାଇ ପ୍ରଭୁଙ୍କ କଥା କହିଲେ ଏ ତ କଥା ରାତି ପାଇଯିବ ମାନେ ସରିବନି। ତାପରେ ଯେଉଁମାନେ ରାମାୟଣ ମହାଭାରତ ଭାଗବତ ସବୁ କରୁଛନ୍ତି, ସିଏ ବି 9 ଦିନ 7 ଦିନ ଏମିତି ସବୁ କରୁଛନ୍ତି। ସେ କ'ଣ ସରିଯାଉଛି, କିନ୍ତୁ ମୋଟାମୋଟି ଗୋଟେ ରଖିଛନ୍ତି ଦିନ, ଆମେ ନବାନ୍ନ ପାରାୟଣ କରିବା। ସେମିତି ଆମେ ଏଠି ଗୋଟେ ସତ୍ସଙ୍ଗ କରୁ। ଆମେ କ'ଣ ସତ୍ସଙ୍ଗଟା ଏତିକିରେ ସରିଯିବ? ଆଉ ସତ୍ସଙ୍ଗର ମାନେ କିଛି ନାହିଁ। ଥିଲେ କ'ଣ ହବ? ସେଟା ଗୋଟେ ଅଛି ଗୋଟେ କଥା ଯେ ମୁଁ ଆଉ ତାକୁ କହି ସମୟ କରୁନି। ତେବେ ସିଏ 9ଟି ହେଉଛି ଶୂନ୍ୟ। ତୁ ଥିବୁ, ତୋ ପୁଅ ନାତି ନାତୁଣୀ ସମସ୍ତେ ଥିବେ, ତୁ କିନ୍ତୁ ଏମିତି ସମୟ ଆସିବ ତୁ ନିଜେ ନଥିବୁ। ତେଣୁ କାହିଁକି ଏ ଫୁରୁରୁ ହଉଛୁ? ଦଣ୍ଡିକିରି ମାଛ ଭଳିଆ କାହିଁକି ହଉ? ରିଜା ମନୁଆ ଏରାଇ
सज्जन ये तो कथा आमे कहूचु भगवान किए देखी तो भगवान को किए देखे किंतु देखी नाही udah pondok dia. दुनिया जिते जहाँ कहले भी सही कथा तो कहबी आ तेणु बेले बेले एमती क्या गोटे गोटे माने कार्यक्रम करते किछि शुणु से भी भागवत कहते श्रोता भक्ता जे पचारि ये सब जानित। अच्छा सज्जन ये बाघर पर बेदी मुह पड़ा ये जो कथा कहनी आमर सकाले गुरु पूजा है माने बाघर कौन हो मुंड पार हो कथा चमकी पड़ुची तुझे पिला भाया पढ़ू तेणु बाघर पर बेदी मुह पड़ा बाघर तो सरीगलानी आउ बेदी मुह आउ किंतु बाबा काली रहिबे प्रोग्राम करिवे आउ कौन करिया आमे तो तुम पाखरे ये संसार मुझे छंदी आउ कहबी ना तेणु समस्तंकर मंगल कामना करुती समस्ते भलरे आउ पिलामानक प्रति विशेष दृष्टि दियो से माने जेमिति खराब बात को न जान से देश पाई किसी न करेंगे किंतु परिवार तो किसी करेंगे कथा तेणु सज्जन ये सब हूँ कथा तेणु आम ये अमाप कथा को कौन कहला किंतु आम गोटे कीर्तन करवा से कीर्तन माध्यम आम जीवन समस्त कलमश पाप को आम समर्पण संकल्प नवा प्रभु आउ जेतिकी दिन ये संसार रही तुम काम करती कहवा शेष तालचेर माटी ठार समस्त को प्रणाम जनाऊँगी बढ़िया बढ़िया जड़े साधारण लोक मु बाबा बाबा खाली डाकी कि बा नुहे कि बा नुहे तेणु समस्त को शुभ शुभ प्रार्थना दे कथा को विश्राम कर डेरी करी नामटा टिके चट कर छिंची नहीं गई
जय श्री राधे